ଓଡ଼ିଶାରେ ପ୍ରସିଦ୍ଧ ପୀଠ ରଘୁନାଥ ପୀଠ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ପାଇକସାହି ପ୍ରବେଶ ପଥରେ ଅବସ୍ଥିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ପୋଥି ପୁରାଣ ଉପାଖ୍ୟାନ କହେ ଦୃଷ୍ଟି ନିବାରୀ ସନ୍ତଃ ପାଳତୁ ପ୍ରଭୁ ପରମ ଦୟାଳୁ ଅନନ୍ତ କୋଟି ତପ ବଳେ ମନୁଷ୍ୟ ଜନ୍ମ ମୋହିତଳେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ହଁ ଆଜ୍ଞା, ମନୁଷ୍ୟ ଜନ୍ମ ଗ୍ରହଣ କରିଛି, କିଛି ଦିନ ପାଇଁ ଆସିଛି, ଲଙ୍ଗଳା ହୋଇ ଚାଲିଯିବ। ଶୂନ୍ୟ ହୋଇ ଦେବତା ଅର୍ଥାତ୍ ଜୀବନରେ କଣ ସବୁ ଭଲ କାମ କରିଛୁ ମନୁଷ୍ୟ ନିଜକୁ ନିଜେ କେବେ ପ୍ରଶ୍ନ କରିଛି? ମନୁଷ୍ୟ ନିଜକୁ ନିଜେ କେବେ ପ୍ରଶ୍ନ କରିନି, ମୁଁ ଆସିଛି କେଉଁଠୁ, ଯିବି କେଉଁଠିକି? ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ ସତ୍ୟ, ଶାନ୍ତି, ଦୟା, କ୍ଷମା ପ୍ରକଟିବା ସହ ଧର୍ମର ସ୍ଥାପନା ପାଇଁ। ସତ୍ୟରେ ବିଷ୍ଣୁ, ତ୍ରେତୟାରେ ଶ୍ରୀରାମ, ଦ୍ୱାପରରେ ଶ୍ରୀକୃଷ୍ଣ, ବର୍ତ୍ତମାନ କାଳରେ ଜଗନ୍ନାଥ ରାମ ବହିଥିବା ଗୀତା, ଭାଗବତ ଓ ପୋଥି ପୁରାଣରେ କିମ୍ବଦନ୍ତୀ ରହିଛି। ବାନର ସେନାଙ୍କୁ ନେଇ ଧର୍ମର ଯୁଦ୍ଧ ଲଢିଥିଲେ ପ୍ରଭୁ ଶ୍ରୀରାମ। ପଥରେ ଅହଲ୍ୟା ଉଦ୍ଧାରିଲେ ପ୍ରଭୁ ଶ୍ରୀରାମ। ସେତୁ ନିର୍ମାଣ କରିଥିଲେ ପ୍ରଭୁ ଶ୍ରୀରାମ। ପିତୃ ସତ୍ୟ ପାଳିଥିଲେ ପ୍ରଭୁ ଶ୍ରୀରାମ। ତ୍ରେତୟାରେ ମର୍ଯ୍ୟାଦା ପୁରୁଷ ଥିଲେ ପ୍ରଭୁ ଶ୍ରୀରାମ। ନୟାଗଡ଼ ଜିଲ୍ଲାରୁ ପ୍ରମୋଦ କୁମାର ନାୟକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ 5।